ଗପ ଅମୃତରେ ବିକ୍ରମ ବେତାଳ ଗପ ଅମୃତ ବର୍ଷିଣୀଙ୍କର ନିଷ୍ପତ୍ତି। ଏକଦା ଅବନ୍ତିପୁରମ୍ ରାଜ୍ୟରେ ପ୍ରଦୀପ ନାମକ ଜଣେ ସାହସୀ ବୀର ବାସ କରୁଥିଲେ। ସେ ଜିଙ୍କଲମିତା ଗ୍ରାମରେ ବାସ କରୁଥିଲେ। ସେ ଅଶ୍ୱଚାଳନା ଏବଂ ଯୁଦ୍ଧ କୌଶଳରେ ଧୁରନ୍ଧର ଥିଲେ। ତାଙ୍କର ଜେଜେବାପାଙ୍କର ବାପା ଅବନ୍ତିପୁରମ୍ ରାଜ୍ୟର ସେନାଧ୍ୟକ୍ଷ ଥିଲେ। ପ୍ରଦୀପ ମଧ୍ୟ ତାଙ୍କ ପରି ହେବାକୁ ଚାହୁଁଥିଲେ। ସଦାସର୍ବଦା ଯୁଦ୍ଧ କୌଶଳ ଅଭ୍ୟାସ କରୁଥିଲେ। ଏହି ସମୟରେ ଗୋଟିଏ ଘଟଣା ଘଟିଲା। ହଠାତ୍ ଅବନ୍ତିପୁରମ୍ ରାଜ୍ୟର ରାଜକୁମାରୀ ଅମୃତ ବର୍ଷିଣୀ ତାଙ୍କର ଶୟନ କକ୍ଷରୁ ଅଦୃଶ୍ୟ ହୋଇଗଲେ। ସେ ଶୋଇଥିବା ଖଟ ସହିତ ଅଦୃଶ୍ୟ ହୋଇଯାଇଥିଲେ। ରାଜମହଲରେ ଶୋକର ଛାୟା ଖେଳିଗଲା। ରାଜା ରାଜଜ୍ୟୋତିଷଙ୍କୁ ଡକାଇ ପଠାଇଲେ। ସେ ଜ୍ୟୋତିଷଙ୍କୁ ଝିଅ ଖୋଜି ଆଣିବା ପାଇଁ ଅନୁରୋଧ କଲେ। ଜ୍ୟୋତିଷଙ୍କ ପାଖରେ ଏକ ସ୍ୱତନ୍ତ୍ର ପ୍ରକାରର ଅଞ୍ଜନ ରହିଥିଲା, ଯାହାକୁ ଆଖିରେ ଲଗାଇଲା ମାତ୍ରେ ସେ ହଜି ଯାଇଥିବା ବ୍ୟକ୍ତି ଏବଂ ଜିନିଷକୁ ଦେଖିପାରୁଥିଲେ। ତାହା ସାହାଯ୍ୟରେ ରାଜଜ୍ୟୋତିଷ ରାଜକୁମାରୀ କେଉଁଠାରେ ଅଛନ୍ତି ତାହା ଦେଖିବା ପାଇଁ ଚେଷ୍ଟା କରି ଦେଖିଲେ, ଏକ ଦୁଷ୍ଟ ଯାଦୁଗର ତାଙ୍କୁ ଅପହରଣ କରି ନେଇଛି ଏବଂ ତାଙ୍କୁ ଦାକ୍ଷିଣାତ୍ୟ ସମୁଦ୍ରର ମକରଦ୍ୱୀପ ନାମକ ଦ୍ୱୀପରେ ବନ୍ଦୀ କରି ରଖିଛି। ଜନଶୂନ୍ୟ ଦ୍ୱୀପରେ ଏକୁଟିଆ ରାଜକୁମାରୀ ଏକ ଉଦ୍ୟାନରେ ବନ୍ଦୀ ଅବସ୍ଥାରେ କାଳ କାଟୁଛନ୍ତି। ରାଜା ଘୋଷଣା କଲେ ଯେ ଯେଉଁ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ଆଣିବ ସେ ତାଙ୍କୁ ପୁରସ୍କୃତ କରିବେ। ପ୍ରଦୀପ ରାଜାଙ୍କର ଶ୍ରଦ୍ଧାଭାଜନ ହେବା ପାଇଁ ଆଗେଇ ଆସିଲେ। ସେ ଆବଶ୍ୟକ ଅସ୍ତ୍ରଶସ୍ତ୍ର ସାଥିରେ ଧରି ଘୋଡ଼ା ପିଠିରେ ବସି ଦାକ୍ଷିଣାତ୍ୟର ସମୁଦ୍ର ଆଡ଼କୁ ଯାତ୍ରା ଆରମ୍ଭ କଲେ। ସେ ଯିବା ବାଟରେ ବହୁ ଆହ୍ୱାନର ସମ୍ମୁଖୀନ ହେଲେ ଏବଂ ଶେଷରେ ନିଜର ଚାହିଦା ମୁତାବକ ନିଜେ ତିଆରି କରିଥିବା ଏକ ଡଙ୍ଗାରେ ବସି ମକରଦ୍ୱୀପରେ ପହଞ୍ଚିଲେ। ସେ ଏଣେ ତେଣେ ବିଚରଣ କରୁଥିବା ସମୟରେ ଦେଖିଲେ ଯେ ଏକ ସୁନ୍ଦର ଉଦ୍ୟାନ ରହିଛି। ସେ ମନେ ମନେ ଭାବିଲେ, ଜନମାନବ ଶୂନ୍ୟ ଅଞ୍ଚଳରେ ଏପରି ଉଦ୍ୟାନର ଅର୍ଥ ନିଶ୍ଚୟ ଏଠାରେ କେହି ଅଛନ୍ତି। ବିନା ଯତ୍ନରେ ଜଙ୍ଗଲ ମଧ୍ୟରେ ଏପରି ଉଦ୍ୟାନ ସମ୍ଭବ ନୁହେଁ। ଏହା ସମ୍ଭବ ହୋଇପାରେ ଯେ ଦୁଷ୍ଟ ଯାଦୁଗର ରାଜକୁମାରୀଙ୍କୁ ଏଠାରେ ଲୁଚାଇ ରଖିଥାଇପାରେ। ସେ ଉଦ୍ୟାନ ମଧ୍ୟରେ ପ୍ରବେଶ କଲେ। ବୃକ୍ଷଗୁଡ଼ିକରେ ନାନା ରଙ୍ଗର ଫୁଲ ଫଳ ଭରି ରହିଥିଲା। ଫଳର ଭାରରେ ମନେ ହେଉଥିଲା ଯେମିତି ବୃକ୍ଷଗୁଡ଼ିକ ଭାଙ୍ଗି ପଡ଼ିବ। ସ୍ୱାଦିଷ୍ଟ ଫଳ ଏବଂ ରଙ୍ଗୀନ ଫୁଲ ସହିତ କୋଇଲି କୁହୁ କୁହୁ ହୋଇ ଗୀତ ଗାଉଥିଲା। ଅନେକ ପଶୁପକ୍ଷୀ ଖେଳୁ ଖେଳୁ ଲୁଚି ଯାଉଥିଲେ। ପ୍ରକୃତି ପ୍ରେମୀଙ୍କ ପାଇଁ ଏହି ଉଦ୍ୟାନଟି ଥିଲା ଏକ ସ୍ୱର୍ଗଠାରୁ କମ୍ ନଥିଲା। ସେ ଉଦ୍ୟାନରେ ବୁଲୁ ବୁଲୁ ଦେଖିଲେ ଯେ ଏକ ସୁନ୍ଦର ପ୍ରାସାଦ ରହିଛି। ଏହି ପ୍ରାସାଦର ବାରଣ୍ଡାରେ ଜଣେ ସୁନ୍ଦରୀ ମହିଳା ମନ ଦୁଃଖରେ ବସି ରହିଛନ୍ତି। ସେ ପ୍ରଦୀପଙ୍କୁ ଦେଖିବା ମାତ୍ରେ ତୁରନ୍ତ ଓହ୍ଲାଇ ଆସିଲେ ଏବଂ କିଛି କହିବାକୁ ଚାହିଁଲେ, କିନ୍ତୁ କିଛି ନ କହି ସେ ଚୁପ୍ ହୋଇଗଲେ। ତୁମେ ଅମୃତ ବର୍ଷିଣୀ, ଠିକ୍ କହିଛି ନା? ପ୍ରଦୀପ କହିଲେ। ସେ ଉତ୍ତର ଦେଲେ ନାହିଁ। ତୁମେ ଆଉ ଭୟ କର ନାହିଁ। ମୁଁ ତୁମକୁ ଏଠାରୁ ଉଦ୍ଧାର କରିନେବା ପାଇଁ ସକ୍ଷମ। ଦୟାକରି ମୋ ସହିତ ଆସ। ମୁଁ ତୁମକୁ ଏଠାରୁ ତୁମ ପିତାଙ୍କ ରାଜ୍ୟକୁ ନେଇଯିବି। ପ୍ରଦୀପ କହିଲେ। ସେ ଘୁଞ୍ଚିଲେ ନାହିଁ। ତେବେ ତୁମେ ବୋଧହୁଏ ଅମୃତ ବର୍ଷିଣୀ ନୁହେଁ। ସେ ଆଉ କେଉଁଠି ଥାଇପାରନ୍ତି। ମୋତେ ବର୍ତ୍ତମାନ ତାଙ୍କୁ ଖୋଜିବାକୁ ପଡ଼ିବ। ତାପରେ ସମ୍ଭାଳି ପାରିଲେ ନାହିଁ। କୁଣ୍ଠିତ ସ୍ୱରରେ କହିଲେ, ଦୟାକରି ଅଟକି ଯାଆନ୍ତୁ। ମୁଁ ହିଁ ଅମୃତ ବର୍ଷିଣୀ। ସେ କହିବା ମାତ୍ରେ ପ୍ରଦୀପ ଗୋଟିଏ ମୟୂରରେ ବଦଳିଗଲେ। ପ୍ରଦୀପ ଆଶ୍ଚର୍ଯ୍ୟ ହେଲେ ଏବଂ ହଠାତ୍ ତାଙ୍କ ରୂପ ବଦଳି ଯିବାର ଦେଖି ଭୟଭୀତ ହୋଇପଡ଼ିଲେ। ସେ କିଛି ବୁଝିପାରିଲେ ନାହିଁ। ଅମୃତ ବର୍ଷିଣୀ ତାଙ୍କ ପାଖକୁ ଆସି କହିଲେ, ଦୟାକରି ମୋତେ କ୍ଷମା କରିଦିଅ। ସେହି ଦୁଷ୍ଟ ମୋ ଉପରେ ଏପରି ଯାଦୁ କରିଦେଇଛି ଯେ ମୁଁ କଥା କହିବା ମାତ୍ରେ କିଛି ଅଘଟଣ ଘଟିବା ନିଶ୍ଚିନ୍ତ। ମୋତେ କେହି ଉଦ୍ଧାର କରି ନେଇପାରିବେ ନାହିଁ। ତେଣୁ ମୁଁ ଚୁପ୍ ରହିଥିଲି। ମୁଁ ଜାଣିଥିଲି ଏପରି ଘଟିବ, କିନ୍ତୁ ମୋର ଦୁର୍ଭାଗ୍ୟ ଶେଷ ହେବ ନାହିଁ। ମୁଁ ତୁମକୁ କହିବି ମୋତେ କିଏ କାହିଁକି ବନ୍ଦୀ କରି ରଖିଛି। ଏବଂ ତାପରେ ସେ କାହାଣୀ କହିବା ଆରମ୍ଭ କଲେ। ରାଜାଙ୍କର ମାଳିର ପୁତ୍ର ଥିଲା ପ୍ରହର୍ଷଣ। ସେ ରାଜକୁମାରୀଙ୍କର ସୌନ୍ଦର୍ଯ୍ୟ ବିଷୟରେ ଶୁଣି ତାଙ୍କୁ ଦେଖିବା ପାଇଁ ଆଗ୍ରହ ପ୍ରକାଶ କଲା। ସେ ତାଙ୍କର ପିତାଙ୍କ ସହିତ ଆସି ମନ ଦେଇ ଉଦ୍ୟାନରେ କାମ କଲା। ଦିନେ ସେ ତା ବାପାଙ୍କର ଅଜାଣତରେ କାମରୁ ଫେରିବା ସମୟରେ ଘରକୁ ନ ଯାଇ ବୁଦା ବାହାଡ଼ରେ ଲୁଚିଗଲା। ଯେତେବେଳେ ରାଜକୁମାରୀ ତାଙ୍କର ସଖୀଙ୍କ ସହିତ ଉଦ୍ୟାନକୁ ବୁଲି ଆସିଲେ, ସେ ସେମାନଙ୍କୁ ଦେଖିନେଲା। ଦିନେ ରାଜକୁମାରୀ ଅନ୍ଧପୁଟୁଳି ବାନ୍ଧି ଖେଳୁଥିଲେ ଏବଂ ତାଙ୍କର ବନ୍ଧୁମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଥିଲେ। ଏତିକିବେଳେ ସେ ପ୍ରହର୍ଷଣକୁ ତାଙ୍କର ସଖୀ ଭାବି ଧରି ପକାଇଲେ। ଯେତେବେଳେ ସେ ଅନ୍ଧପୁଟୁଳି ଖୋଲିଲେ, ପ୍ରହର୍ଷଣକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରିୟ ରାଜକୁମାରୀ, ତୁମର ସୁନ୍ଦର ମୁହଁ ମୋତେ ପାଗଳ କରିଦେଇଛି। ମୁଁ ତୁମ ସହିତ ପ୍ରେମରେ ପଡ଼ିଯାଇଛି। ମୋତେ ତୁମେ ପ୍ରେମ କର ଏବଂ ମୋ ଜୀବନକୁ ପୂର୍ଣ୍ଣ କରିଦିଅ। ସାରା ଜୀବନ ମୁଁ ତୁମ ସହିତ ରହିଥିବି।
ଏହା କହି ସେ ତାଙ୍କର ହାତ ଧରି ପକାଇଲା। ରାଜକୁମାରୀ ତାର ହାତ ଛିଞ୍ଚାଡ଼ି ଦେଲେ ଏବଂ ରାଗିଯାଇ ତା ଗାଲରେ ଚାପୁଡ଼ାଟିଏ ମାରିଲେ ଏବଂ ସଖୀମାନଙ୍କ ସହିତ ଉଦ୍ୟାନ ଛାଡ଼ି ଚାଲି ଆସିଲେ। ରାଜା ଏକଥା ଜାଣିବା ପରେ ପ୍ରହର୍ଷଣକୁ ଧରି ଆଣି ହତ୍ୟା କରିବାକୁ ଏବଂ ତାହାର ଶରୀରକୁ ଜୀବଜନ୍ତୁଙ୍କୁ ଖାଇବାକୁ ଦେବା ପାଇଁ ନିର୍ଦ୍ଦେଶ ଦେଲେ। ରାଜାଙ୍କର କର୍ମଚାରୀମାନେ ପ୍ରହର୍ଷଣକୁ ଖୋଜି ଧରି ଆଣିଲେ ଏବଂ ଜଙ୍ଗଲକୁ ନେଇ ତାର ମୁଣ୍ଡ କାଟିଦେଲେ। ଏହି ଘଟଣା ରାଜାଙ୍କୁ ମନେ ପକାଇ ଦେଲା ଯେ ତାଙ୍କ ଝିଅର ବିବାହ ବୟସ ଉପନୀତ। ରାଜା ବହୁତ ଖୋଜାଲୋଡ଼ା କଲା ପରେ କୋଶଳ ରାଜ୍ୟର ରାଜକୁମାର ଅନଦାବର୍ଦ୍ଧନଙ୍କୁ ତାଙ୍କର କନ୍ୟା ପାଇଁ ଯୋଗ୍ୟ ବର ଭାବରେ ବାଛିଲେ। ପ୍ରହର୍ଷଣ ଯେଉଁ ଜଙ୍ଗଲରେ ମରିପଡ଼ିଥିଲା ସେହି ବାଟ ଦେଇ କୁଶଧର୍ମ ନାମକ ଜଣେ ଯାଦୁକର ଚାଲି ଯାଉଥିଲେ। ସେ ହିମାଳୟକୁ ଯାତ୍ରା କରୁଥିଲେ। ସେ ପ୍ରହର୍ଷଣର ମୁଣ୍ଡଗଣ୍ଡି ଅଲଗା ହୋଇ ପଡ଼ିଥିବାର ଦେଖିଲେ ଏବଂ ନିଜର ଯାଦୁଶକ୍ତି ବଳରେ ସବୁ କଥା ଜାଣିପାରିଲା। ସେ ପ୍ରହର୍ଷଣକୁ ପୁନର୍ବାର ଜୀବିତ କଲା ଏବଂ ନିଷ୍ଠୁର ଭାବରେ ତାର ମୁଣ୍ଡକାଟ କରିବା ଅନ୍ୟାୟ ଏକଥା ବୁଝାଇଦେଲା। ଯାଦୁକର ବୁଝିପାରିଲା ଯେ ପ୍ରହର୍ଷଣ ଜୀବନ ଅବନ୍ତୀ ରାଜ୍ୟର ଶାସକଙ୍କଠାରୁ ଏବେ ବିପଦମୁକ୍ତ ନୁହେଁ। ତେଣୁ ସେ ପ୍ରହର୍ଷଣକୁ ମଧ୍ୟ ଯାଦୁବିଦ୍ୟା ଶିଖାଇଦେଲା। ଯୁବକ, ତୁମେ ଯଦି ଏହାକୁ ଭଲ କାମ ପାଇଁ ବ୍ୟବହାର କରିବ ତେବେ ଜଣେ ମହାନ ବ୍ୟକ୍ତି ହୋଇପାରିବ। କିନ୍ତୁ ତୁମେ ଯଦି କୁଭାବନା ମନକୁ ଆଣିବ, ନୀତି ଆଦର୍ଶର ମାର୍ଗ ପରିତ୍ୟାଗ କରିବ, ତୁମ ଜୀବନ ନର୍କ ପାଲଟିଯିବ। କୁଶଧର୍ମ ଏହା କହି ସେଠାରୁ ଚାଲିଗଲେ। ପ୍ରହର୍ଷଣ ଯାଦୁବିଦ୍ୟା ଶିକ୍ଷା କରି ମନେ ମନେ ଉତ୍ଫୁଲ୍ଲିତ ହୋଇଉଠିଲା, କିନ୍ତୁ ସେ ଯାଦୁକରଙ୍କ ଉପଦେଶ ଦୃଷ୍ଟି ଦେଲା ନାହିଁ। କୌଣସି ଉପାୟରେ ରାଜକୁମାରୀଙ୍କୁ ବିବାହ କରିବା ପାଇଁ ମନେ ମନେ ନିଷ୍ପତ୍ତି ନେଲା। ସେ ନିର୍ଜନ ମକର ଦ୍ୱୀପରେ ଏକ ସୁନ୍ଦର ଉଦ୍ୟାନ ତିଆରି କଲା। ଅମୃତ ବର୍ଷିଣୀଙ୍କୁ ସମସ୍ତେ ଶୋଇଥିଲା ବେଳେ ଅପହରଣ କରି ଆଣିଲା। ତାଙ୍କୁ ଏଠାରେ ସବୁ ପ୍ରକାର ସୁବିଧା ପ୍ରଦାନ କଲା। ପ୍ରହର୍ଷଣ ବିଭିନ୍ନ ଉପାୟରେ ରାଜକୁମାରୀଙ୍କୁ ବିବାହ କରିବା ପାଇଁ ଅନୁରୋଧ କଲା, କିନ୍ତୁ ରାଜକୁମାରୀ ସମ୍ମତ ହେଲେ ନାହିଁ। ସେ ଧୈର୍ଯ୍ୟ ହରାଇଲା ଏବଂ ବଳପୂର୍ବକ ତାଙ୍କୁ ବିବାହ କରିବାକୁ ଚାହିଁଲା। ସେ କୁଶଧର୍ମଙ୍କର ପରାମର୍ଶକୁ ଭୁଲିଗଲା। ସେ ଅମୃତ ବର୍ଷିଣୀକୁ କହିଦେଇଗଲା ଯେ ମୁଁ 1 ମାସ ଭିତରେ ଫେରି ଆସିବି। ଯଦି ତୁମେ ମୋତେ ସେତେବେଳେ ବିବାହ କରିବା ପାଇଁ ରାଜି ହେବ ନାହିଁ, ମୁଁ ତୁମକୁ ବଳପୂର୍ବକ ବିବାହ କରିବି। ସେ ତାଙ୍କୁ ଦଣ୍ଡ ଦେବା ପାଇଁ ନିର୍ଜନ ଦ୍ୱୀପରେ ଏକୁଟିଆ ଛାଡ଼ି ଚାଲିଗଲା। ଯଦି ସେ ଉଦ୍ୟାନ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରିବେ, ଜଳିପୋଡ଼ି ପାଉଁଶ ହୋଇଯିବେ। ଯଦି ସେ କାହା ସହିତ କଥାବାର୍ତ୍ତା କରିବାକୁ ଚାହିଁବେ, ସେ ପକ୍ଷୀ ହୋଇଯିବ। ପ୍ରଦୀପ ସମସ୍ତ କାହାଣୀ ରାଜକୁମାରୀଙ୍କଠାରୁ ଶୁଣିଲେ। ସେ ପକ୍ଷୀ ପାଲଟି ଯାଇଥିଲେ ମଧ୍ୟ ସାହସ ହରାଇଲେ ନାହିଁ ଏବଂ ନିଜକୁ ଅଧିକ ଦୃଢ଼ କଲେ। ଅମୃତ ବର୍ଷିଣୀ ମୟୂର ପାଖେ ପାଖେ ଥାଏ। ସେ ମୟୂରକୁ ତାଙ୍କର ପିତାମାତା ଏବଂ ପ୍ରାସାଦର ସାଙ୍ଗସାଥୀ କଥା କହେ। ମୟୂର ମନ ଖୋଲି ହସେ। ରାଜକୁମାରୀଙ୍କୁ ଖୁସି କରାଇବା ପାଇଁ ମୟୂର ମଧ୍ୟ ନାଚେ। ଧୀରେ ଧୀରେ ସେମାନେ ଭଲ ବନ୍ଧୁ ପାଲଟିଗଲେ। ପ୍ରହର୍ଷଣ ଫେରିବାର ସମୟ ପାଖ ହେବାରୁ ରାଜକୁମାରୀ ଭୟଭୀତ ହୋଇ ପଡ଼ିଲେ। ମୟୂର ଏକଥା ଦେଖି ତାଙ୍କୁ କହିଲା, ଭୟ କର ନାହିଁ, ମୁଁ ତାକୁ ହତ୍ୟା କରିବି। ପ୍ରହର୍ଷଣ ମାସେ ପରେ ଫେରିଆସିଲା। ସେ ଉଦ୍ୟାନର ସମସ୍ତ ପଶୁପକ୍ଷୀଙ୍କୁ ଏକତ୍ରିତ କଲା। ବିବାହ ଉତ୍ସବରେ ପୁରୋହିତ କନ୍ୟାର ସହଚରୀ ବନ୍ଧୁବାନ୍ଧବ ଭାବରେ ରୂପାନ୍ତରିତ କଲା। ସାଧାରଣ ବିବାହ ଉତ୍ସବ ପରି ପରିବେଶ ସରଗରମ ହୋଇ ଉଠିଲା। ତାପରେ ସେ ଯେତେବେଳେ ମୟୂର ରୂପୀ ପ୍ରଦୀପକୁ ଦେଖିଲା, ସେଠାକୁ ସେ କାହିଁକି ଆସିଛି ସେ କଥା ଜାଣିପାରିଲା। ତାପରେ କ୍ରୋଧିତ ହୋଇ ଉଠିଲା। ଯେତେବେଳେ ସେ ଜାଣିଲା ଯେ ପ୍ରଦୀପ ମୟୂର ରୂପରେ ତାର ସୌନ୍ଦର୍ଯ୍ୟ ଦ୍ୱାରା ଅମୃତ ବର୍ଷିଣୀଙ୍କର ମନୋରଞ୍ଜନ କରୁଥିଲା, ସେ ଆହୁରି ଅଧିକ ରାଗିଗଲା। ତୁରନ୍ତ ପ୍ରଦୀପକୁ ଛଞ୍ଚାଣ କରିଦେଲା। କହିଲା, ସାରା ଜୀବନ ସାପ ଏବଂ ମୂଷା ଖାଇ ବିତାଇବୁ। ପୂର୍ଣ୍ଣିମା ରାତି ଥିଲା ଏବଂ ବିବାହ ଉତ୍ସବର ପ୍ରସ୍ତୁତି ଜହ୍ନ ଆଲୁଅରେ ଚମକି ଉଠୁଥିଲା। ମହିଳାମାନେ ଅମୃତ ବର୍ଷିଣୀକୁ କନ୍ୟା ରୂପରେ ସଜାଇ ଦେଲେ। ଅମୃତ ବର୍ଷିଣୀକୁ ବିବାହ କରିବା ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ନେଇ ଆସିଲେ। ସେଠାରେ ଚାରିପଟେ ଗହଳି ଚହଳି ଲାଗି ରହିଥିଲା। ବିବାହର ଶୁଭ ମୁହୂର୍ତ୍ତ ପାଖେଇ ଆସୁଥିଲା। କନ୍ୟାର ଗଳାରେ ମଙ୍ଗଳସୂତ୍ର ପକାଇବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିଲା। ପ୍ରଦୀପ ଯେ କି ଛଞ୍ଚାଣ ରୂପ ଧାରଣ କରିଥିଲା, ଆକାଶରେ ଚକ୍କର କାଟି ତଳେ କ'ଣ ଚାଲିଛି ଦେଖୁଥିଲା। ଏତିକିବେଳେ ତାର ଦୃଷ୍ଟି ପଡ଼ିଲା ଉଦ୍ୟାନ କଡ଼ରୁ ଗାତରୁ ବାହାରି ଆସୁଥିଲା ଏକ ବିଷାକ୍ତ ସର୍ପ ଉପରେ। ସେ କାଳ ବିଳମ୍ବ ନ କରି ସାପଟିକୁ ତଳୁ ଝାମ୍ପି ଆଣି ଉଠାଇ ଆଣିଲା ଏବଂ ପ୍ରହର୍ଷଣର ଗଳାରେ ଝୁଲାଇ ଦେଲା। ସାପଟି ପ୍ରହର୍ଷଣକୁ ଦଂଶନ କଲା। ବିଷାକ୍ତ ସର୍ପ ଦଂଶନରେ ପ୍ରହର୍ଷଣ ତୁରନ୍ତ ମୃତ୍ୟୁବରଣ କଲା। ପ୍ରହର୍ଷଣର ମୃତ୍ୟୁ ପରେ ସମସ୍ତ ଯାଦୁର ପ୍ରଭାବ ଆପେ ଆପେ ଅପସରିଗଲା। ସବୁକିଛି ପୁଣି ସାଧାରଣ ହୋଇଗଲା। ଅମୃତ ବର୍ଷିଣୀ ଏବଂ ପ୍ରଦୀପ ଅବନ୍ତୀ ରାଜ୍ୟରେ ପହଞ୍ଚିଲେ। ଅବନ୍ତୀର ରାଜା ବିକ୍ରମସିହ୍ନା ପ୍ରଦୀପର ବୀରତ୍ୱ ଏବଂ ସାହସକୁ ପ୍ରଶଂସା କଲେ। ତାପରେ ରାଜା ଅମୃତ ବର୍ଷିଣୀକୁ କହିଲେ, ପ୍ରିୟ କନ୍ୟା, ତୁମର ପ୍ରଦୀପ ସହିତ ବନ୍ଧୁତା ହୋଇଛି। ମୁଁ ମନେ ମନେ ଭାବୁଛି ତୁମେ ପ୍ରଦୀପ ସହିତ ପ୍ରେମରେ ପଡ଼ିନାହଁ ତ? ଯଦି ତୁମେ ତାକୁ ଭଲ ପାଅ, ମୁଁ ତୁମର ତାଙ୍କ ସହିତ ବିବାହ ଆୟୋଜନ କରିବି।
ମୁଁ ଜଣେ ରାଜକୁମାରୀ ଏବଂ ପ୍ରଦୀପ ଜଣେ ସାଧାରଣ ମଣିଷ। ସେ ମୋ ସହିତ ବିବାହ ପାଇଁ ଉପଯୁକ୍ତ ନୁହେଁ। ଦୟାକରି ପୂର୍ବ ଯୋଜନା ଅନୁସାରେ ମୋର ବିବାହ କୋଶଳ ରାଜକୁମାର ଅନ୍ନଦାବର୍ଦ୍ଧନଙ୍କ ସହିତ କରିଦିଅନ୍ତୁ। ଦୟାକରି ପ୍ରଦୀପକୁ ସେନାବାହିନୀରେ ଉଚ୍ଚପଦ ପ୍ରଦାନ କରନ୍ତୁ। ଅମୃତ ବର୍ଷିଣୀ ଏହା କହିଲେ। ରାଜା ଝିଅର ନିଷ୍ପତ୍ତି ଶୁଣି ଯୋଜନା ମୁତାବକ ବିବାହ କାର୍ଯ୍ୟ ସମ୍ପାଦନ କଲେ। କାହାଣୀଟି କହିସାରିବା ପରେ ଶବସ୍ଥିତ ବେତାଳ ରାଜାଙ୍କୁ ପଚାରିଲା, ହେ ରାଜନ୍, ଅମୃତ ବର୍ଷିଣୀଙ୍କର ନିଷ୍ପତ୍ତି ବେଶ୍ ସ୍ୱାର୍ଥପର ଏବଂ ଅହଙ୍କାରପୂର୍ଣ୍ଣ। ସନ୍ଦେହ ନାହିଁ ଯେ ସେ ତାଙ୍କର ଉଦ୍ଧାରକାରୀଙ୍କ ପ୍ରତି ବେଶ୍ କୃତଜ୍ଞ ଥିଲେ, କିନ୍ତୁ ପ୍ରଦୀପକୁ ଏଡ଼ାଇ ସେ ଅନ୍ନଦାବର୍ଦ୍ଧନକୁ ବିବାହ ପାଇଁ ଚାହିଁଲେ, ଯାହାକୁ କି ସେ ଭଲ ଭାବରେ ଜାଣି ନଥିଲେ। ଯଦି ତୁମେ ଏହି ପ୍ରଶ୍ନର ଉତ୍ତର ଜାଣି ନୀରବ ରହିବ, ଉତ୍ତର ଦେବ ନାହିଁ, ତୁମର ମସ୍ତକ ଶତଧା ବିଦୀର୍ଣ୍ଣ ହେବ। ରାଜା ବିକ୍ରମ ଉତ୍ତର ଦେଇ କହିଲେ, ଯୁଦ୍ଧ ଏବଂ ସନ୍ଧି ସେତିକିବେଳେ ଗୁରୁତ୍ୱ ରଖିଥାଏ ଯେତେବେଳେ ଏହା ସମକକ୍ଷ ବ୍ୟକ୍ତିଙ୍କ ମଧ୍ୟରେ ସମ୍ପନ୍ନ ହୋଇଥାଏ। ପ୍ରେମର ଅନୁଭବ ଯାହାକି ଯୁବ ମନରେ ସୃଷ୍ଟି ହୋଇଥାଏ ତାହା କେବଳ କ୍ଷଣସ୍ଥାୟୀ ଆକର୍ଷଣ ହୋଇଥାଏ। ସମୟକ୍ରମେ ଏହି ଆକର୍ଷଣ ତାହାର ଚମକ ହରାଏ ଏବଂ ପ୍ରେମ ଅଦୃଶ୍ୟ ହୋଇଯାଇଥାଏ। ତେଣୁ ସେ ଏହିପରି ଅନୁଭବ ଉପରେ ଆସ୍ଥା ପ୍ରକଟ କଲେ ନାହିଁ। ସେ ତାହା ପରିବର୍ତ୍ତେ ପିତାଙ୍କର ନିଷ୍ପତ୍ତି ଅଧିକ ଗୁରୁତ୍ୱ ଦେଲେ। ସେ ଜାଣିଥିଲେ ଯେ ପିତା ବେଶ୍ ଅଭିଜ୍ଞ ଏବଂ ତାଙ୍କର ମଙ୍ଗଳକୁ ଦୃଷ୍ଟିରେ ରଖି ଏହା ଚିନ୍ତା କରିଛନ୍ତି। ତେଣୁ ସେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତର ମାର୍ଗ ବାଛି ନେଲେ। ରାଜା ବିକ୍ରମ ନୀରବତା ଭଙ୍ଗ କରିବା ମାତ୍ରେ ବେତାଳ ଶବ ସହିତ ଅଦୃଶ୍ୟ ହୋଇଗଲା ଏବଂ ପୁନର୍ବାର ବୃକ୍ଷରେ ଓଲଟା ଝୁଲି ପଡ଼ିଲା।